ରୁବି କହିବେ, ପଲ୍ଲବୀ ଆକ୍ଚୁଆଲି ମାଲେସିଆରେ ଏତେ ଦିନ ରହିବା ପରେ ମୁଁ ଆମ ସଂସ୍କୃତିକୁ ପୁରା ଭୁଲି ଯାଇଛି। ତୁ ଗୋଟେ କାମ କର, ପ୍ରତ୍ୟେକ ଦିନ ମୁଁ ରାତିରେ ଶୋଇଲା ବେଳେ ମୋ ପାଖରେ ଟିକେ ଟିକେ ରାମାୟଣ ପଢ଼। ଆଟଲିଷ୍ଟ ମୋ ସେତକ ତ ମନେ ରହିବ। ଆଉ ସେପଟେ ମାୟା ମମତାଙ୍କ ରୁମ୍କୁ ଯିବେ। ଆଉ କହିବେ, ମୁଁ ଭିତରକୁ ଆସିପାରେ? ତାପରେ ମମତା କହିବେ, ଏମିତି କାହିଁକି କହୁଛ ଦିଦି? ତମେ ଯେତେବେଳେ ଚାହିଁବ ଭିତରକୁ ଆସିପାରିବ। ଆସ। ତାପରେ ବିନୋଦ କହିବେ, ମମତା ତମେ ଦି ଜଣ ଯାକ କଥା ହେଉଥାଅ, ମୁଁ ଆସୁଛି। ତାପରେ ମାୟା କହିବେ, ଆଇ ଆମ୍ ସରି ମମତା, ତମ ଆଙ୍ଗୁଠି ଫ୍ରେକ୍ଚର ହେଲା କିନ୍ତୁ ମୁଁ ତମକୁ ଦେଖିବାକୁ ଆସିପାରିଲିନି। ଆଚ୍ଛା ମୋତେ କହିଲ, ତମ ଗୋଡ଼ ଏବେ କେମିତି ଅଛି? ତାପରେ ମମତା କହିବେ, ଦରଜ ଟିକେ କମିଯାଇଛି ଦିଦି, କିନ୍ତୁ ତାପରେ ବି ଚାଲିଲେ ଟିକେ ଟିକେ କଷ୍ଟ ହେଉଛି। ତାପରେ ମାୟା କହିବେ, ତମେ ଜାଣିଛ ମମତା, ମୁଁ ତମକୁ ବହୁତ ଦିନ ଆଗରୁ ଘରର ଚାବି ଦେଇ ପାରିଥାନ୍ତି, କିନ୍ତୁ ସବୁବେଳେ ମୁଁ ତମକୁ ବହୁତ ଖରାପ ବ୍ୟବହାର ଦେଖେଇ ଆସିଛି। ସବୁବେଳେ ଆଣ୍ଡରେଷ୍ଟମିଟ୍ କରି ଆସିଛି। ସବୁବେଳେ ତମକୁ ଇନସଲ୍ଟ କରି ଆସିଛି। କିନ୍ତୁ ଆଜି ମୋତେ ବହୁତ ଭଲ ଲାଗୁଛି। ତମକୁ ତମର ଉପଯୁକ୍ତ ସମ୍ମାନ ମିଳିଛି। ଯାହା ପାଇବା ପାଇଁ ତମେ ହକଦାର। ଆଉ ଏପଟେ ପଲ୍ଲବୀ ରୁବିଙ୍କ ରୁମ୍କୁ ଯାଇ କହିବେ, ମାଉସୀ ରାମାୟଣ ବହି କେଉଁଠି ଅଛି? ତାପରେ ବହି ଆଣି ପଢ଼ିବେ। ଆଉ ସେପଟେ ମମତା କହିବେ, କିନ୍ତୁ ଦିଦି ତମେ ଚାବି ଦେବା ଯୋଗୁଁ ରୁବି ଦିଦି ବୋଧେ ଖୁସି ନାହାନ୍ତି। ତାପରେ ମାୟା କହିବେ, ତମେ ରୁବି ଦିଦି କଥା ଚିନ୍ତା କରନି। ସେ ମୋ ପ୍ରତି ଓଭର ପ୍ରୋଟେକ୍ଟିଭ। ମୋତେ ବହୁତ ଭଲ ପାଏ। ତ ସେଥିପାଇଁ ସେ ତମ ପ୍ରତି ଏମିତି ବ୍ୟବହାର ଦେଖାଉଛି। ନହେଲେ ରୁବି ଦିଦି ବହୁତ ଭଲ। ତମେ ଦେଖିବ ମମତା, ତମେ ଯଦି ତା ହୃଦୟ ଥରେ ଜିତିଯାଅ ନା, ତମ ପାଇଁ ବି ସେ ପୁରା ଦୁନିଆ ସହିତ ଲଢ଼ିଯିବ। ଆଉ ଏପଟେ ରୁବି କହିବ, ରହ ରହ ଶୁଣ, ଯେଉଁଠି କୈକେୟୀ ଦଶରଥଙ୍କୁ ଶପଥ କରେଇ ରାମ ଓ ସୀତାଙ୍କୁ ବନବାସ ପଠାଇଥିଲେ ସେଇ ଜାଗାଟା ପଢ଼। ତାପରେ ପଲ୍ଲବୀ ସେଇ ଜାଗାଟା ପଢ଼ିବେ। ତାପରେ ରୁବି କହିବେ, ଥାଉ, ଆଜି ପାଇଁ ରାମାୟଣ ସେତିକି ଥାଉ। ତାପରେ ପଲ୍ଲବୀ କହିବ, ଆଜ୍ଞା କହି ଚାଲିଯାଉଥିବା ସମୟରେ ରୁବି କହିବେ, ଆରେ ଚାଲିଯାଉଛୁ କୁଆଡ଼େ? ଗୋଡ଼ ଟିକେ ଘଷି ଦେ। ଆଉ ସେତକ ବି କହିବାକୁ ପଡ଼ିବ। ଆଉ ତାପରେ ପଲ୍ଲବୀ ରୁବିର ଗୋଡ଼ ଘଷି ଦିଅନ୍ତି। ତାପରେ ରୁବି କହିବେ, ମୁଁ କୌଣସି ଖରାପ ଲୋକ ନୁହଁ ପଲ୍ଲବୀ, ତୁ ମୋତେ ତୋ ଶତ୍ରୁ ବୋଲି କାହିଁ ଭାବୁଛୁ? ତାପରେ ପଲ୍ଲବୀ କହିବ, ନାଇଁ ତ, ମୁଁ କାହିଁକି ଆପଣଙ୍କୁ ମୋ ଶତ୍ରୁ ବୋଲି ଭାବିବି? ତାପରେ ରୁବି କହିବ, ତାହେଲେ ତୁ ମୋର ସବୁ କଥାକୁ କାହିଁ କ୍ରସ୍ କରୁଛୁ? ତୁ କ'ଣ ଚାହୁଁନୁ ମୁଁ ଏ ଘରେ ରହେ? ତାପରେ ପଲ୍ଲବୀ କହିବେ, ରୁବି ମାଉସୀ, ଯଦି ମୁଁ ଏ କଥା ତମକୁ ପଚାରେ, ତାହେଲେ ଆପଣଙ୍କର ମୋ ସହିତ ଏମିତି କ'ଣ ଶତ୍ରୁତା ଅଛି ଯେଉଁଥିପାଇଁ ଆପଣ ମୋର ପ୍ରତ୍ୟେକଟି କଥାରେ ଖୁଣ ବାହାର କରୁଛନ୍ତି? ମୁଁ କ'ଣ ଆପଣଙ୍କୁ କେବେ କଷ୍ଟ ଦେଇଛି? ମୋ କର୍ତ୍ତବ୍ୟ କରିବାରେ କ'ଣ କେବେ ହେଲା କରିଛି? ତାପରେ ରୁବି କହିବ, ନାଇଁ ମାନେ ଘର କାମ କରିଦେଲୁ ତ, ଏଇଟା କୋଉ ବଡ଼ କଥା? ତମେମାନେ ହେଲ ଆଜିକାଲିର ଜେନେରେସନ୍। ଘର କାମ କରିବାକୁ କହିଦେଲେ ତମକୁ ଟର୍ଚର ଭଳିଆ ଲାଗୁଛି। ଆଉ ଘରର ବଡ଼ମାନେ ତମକୁ ଶତ୍ରୁ ଭଳି ଲାଗୁଛି। ତାପରେ ପଲ୍ଲବୀ କହିବେ, ଯଦି ସେମିତି ହେଇଥାନ୍ତା ତାହେଲେ ମୁଁ ଆପଣଙ୍କର କଥା ରଖି ଏଠିକି ରାମାୟଣ ପଢ଼ିବାକୁ ଆସିନଥାନ୍ତି କି ଆପଣଙ୍କ ଗୋଡ଼ ମୁଁ ଘଷି ଦେଇନଥାନ୍ତି। ତାପରେ ରୁବି କହିବ, ଠିକ୍ ଅଛି ଠିକ୍ ଅଛି, ତୁ ଏବେ ଯା, ଶୋଇବୁ ଯା। ତାପରେ ପଲ୍ଲବୀ ଶୋଇବାକୁ ଯିବେ। ତ ଦର୍ଶକ ବନ୍ଧୁ, ଏ ରୁବି କ'ଣ ପଲ୍ଲବୀକୁ IPS ହେବାକୁ ଦେବନି କି? ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।